ପଥର ବଦଳିବା ଉଚିତ ନୁହଁ କାରଣ ମୁଁ ଜର୍ମାନ ଯାଇଥିଲି ସେଠି ଗୋଟେ ନାଗରିକ ସମ୍ବର୍ଦ୍ଧନା ଦେଲେ ବେଷ୍ଟ ସାଇଣ୍ଟିଷ୍ଟ ରେଭେନ୍ସା ଷ୍ଟୁଡେଣ୍ଟ ସେଠି ସେ ରେଭେନ୍ସା ଉପରେ 15 ମିନିଟ୍ ଭାଷଣ ଦେଲେ। ରେଭେନ୍ସା ଇମେଜଟା ସାରା ୱାର୍ଲଡରେ ଅଛି ଏବଂ ଆମେରିକା ଯାଇଥିଲି ସେଠି ଗୋଟେ ରେଭେନ୍ସାର ଇଞ୍ଜିନିୟରଟେ କହିଲା ମୁଁ ରେଭେନ୍ସା ଷ୍ଟୁଡେଣ୍ଟ। ତେଣୁ ବାହାରେ ରେଭେନ୍ସାର ନାଁ ଅଛି ଧର୍ମେନ୍ଦ୍ର ଭଲ ଲୋକ ଓଡ଼ିଆ ପ୍ରତି ଓଡ଼ିଆଙ୍କୁ ଭଲ ପାଏ ସେ ଚାହୁଁଛି କଟକ ୟୁନିଭର୍ସିଟି କରିବା ପାଇଁ। ମୁଁ ଭାବୁଛି ରେଭେନ୍ସା ୟୁନିଭର୍ସିଟି କାଟିବା ଉଚିତ ହେବନି ସାରା ବିଶ୍ୱରେ ରେଭେନ୍ସା ନାଁଟା ଅଛି ଭଲ ହେବ। କିଏ କ'ଣ ଏଗୁଡ଼ା ନେଉଛନ୍ତି ଅସ୍ମିତା ଅସ୍ମିତା ମିଛରେ ସେଗୁଡ଼ା ଗୀତ ଗାଉଛନ୍ତି। ଏଠି କେଉଁ ଅଫିସର କିଏ ନାହାନ୍ତି ଅସ୍ମିତା ଖାଲି ସସ୍ମିତା ଅଛନ୍ତି। ଆରେ ସେଗୁଡ଼ାକ ଅଲାଜୁକ ତମ ଇଜ୍ଜତ ଯଦି ଭାରତ ବର୍ଷ ପୃଥିବୀରେ ରଖିଛି ରେଭେନ୍ସା ୟୁନିଭର୍ସିଟି ଆଜି ପର୍ଯ୍ୟନ୍ତ ରେଭେନ୍ସା ନାଁ ସାରା ବିଶ୍ୱରେ କହିଲି ପରା ଜର୍ମାନୀରେ ଜଣେ ସାଇଣ୍ଟିଷ୍ଟ କହିଲା ମୁଁ ରେଭେନ୍ସା ଷ୍ଟୁଡେଣ୍ଟ କାଲିଫର୍ଣ୍ଣିଆରେ ଗୋଟେ ଇଞ୍ଜିନିୟର କହିଲା ମୁଁ ରେଭେନ୍ସା ଷ୍ଟୁଡେଣ୍ଟ। ସେଠି କେହି କହିଲେନି ଉତ୍କଳ ଷ୍ଟୁଡେଣ୍ଟ କେହି କହିଲେନି ବ୍ରହ୍ମପୁର ଷ୍ଟୁଡେଣ୍ଟ କେହି କହିଲେନି ଅନ୍ୟ କୌଣସି ଷ୍ଟୁଡେଣ୍ଟ।